ଆପଣ ପ୍ରତିବର୍ଷ ଏଇଭଳିଆ ଜନ୍ମ ତିଥି ପାଳନ କରୁଛନ୍ତି ଯୋଉଟା କି ଆପଣ ଭଳିଆ ଗୋଟେ ବିରଳ ମଣିଷ ମିଳିବା ପାଲା ଗାୟକରେ ବହୁତ କଷ୍ଟ। ବହୁତ ପାଲା ବି ହଉଛି, ବହୁତ ଗାୟକ ବି ଅଛନ୍ତି, କିନ୍ତୁ ସ୍ପେଶାଲି ଆପଣଙ୍କର ବହୁତ କାବ୍ୟ ରଚନା ଲେଖିଛନ୍ତି ଏବଂ ଗାୟକ ଆପଣ ଭଳିଆ ବହୁତ। ମତେ 82 ବର୍ଷ ହେଲା, କିନ୍ତୁ 70-71 ବର୍ଷ ହବା ଠାରୁ ମୋର ଜୟନ୍ତୀ ପାଳନ କରିବା ପାଇଁ ମୋର କେତେଜଣ ଶିଷ୍ୟ ଇଚ୍ଛା ପ୍ରକାଶ କଲେ। ଆମର ପ୍ରକୃତ ଘର ହଉଛି ଜଟଣୀ ଠାରୁ 5 କିଲୋମିଟର ଅରଗୁଳ। ମୁଁ ସେତେବେଳେ ଅରଗୁଳରେ ରହୁଥିଲି, ତେଣୁ ଆମ ନିଜ ଗାଁରେ ସେ ଜୟନ୍ତୀ ଉତ୍ସବଟି ହେଲା ଏବଂ ସେ ମଞ୍ଚରେ ମୁଁ ପ୍ରଥମେ ମୋ ଗୁରୁଙ୍କୁ ପୂଜା କଲି। ମୋ ଗୁରୁ ଗାୟକ ବିଶାରଦ ମାର୍କଣ୍ଡେୟ ବାହିନୀପତି, ତାଙ୍କୁ ଆଗ ମୁଁ ପୂଜା କଲି, ତାପରେ ମୋ ପୂଜା ଏମାନେ କଲେ। ତା ପର ବର୍ଷ ଜଟଣୀରେ, ତା ପର ବର୍ଷ କାଳିମାଟିଆ ଆଶ୍ରମରେ ଏବଂ ଏମିତି ଭାବରେ ଆମର ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ୱର ମହାଦେବଙ୍କ ପୀଠରେ, ପୁରୀ ଜିଲ୍ଲା ପାଲା ଗାୟକ ପରିଷଦ ପକ୍ଷରୁ ଏବଂ ଖୋର୍ଦ୍ଧା ଜିଲ୍ଲା ବରୁଣେଇ ମଣ୍ଡଳ ପକ୍ଷରୁ ମତେ ମଧ୍ୟ ଜୟନ୍ତୀ ସମ୍ବର୍ଦ୍ଧନା ସେମାନେ ଦେଇଛନ୍ତି। କିନ୍ତୁ ଏଇ 9-10 ବର୍ଷ ହେଲା ଭୁବନେଶ୍ୱରରେ ଆମର ଜୟନ୍ତୀ ପାଳନ ହଉଛି। ତାର କାରଣ ହେଲା କଣ ନା, ମୁଁ 1976 ମସିହାରେ ଗୁରୁ ଗାୟକ ବିଶାରଦ ମାର୍କଣ୍ଡେୟ ବାହିନୀପତି ଯେତେବେଳେ ପାଲା ଅନୁଷ୍ଠାନଟିଏ ଗଢ଼ିଲେ, ଶ୍ରୀ ନୀଳାଚଳ ନିଖୋଳୋତ୍କଳ ପାଲା ଗାୟକ ପରିଷଦ, ମତେ ସାଧାରଣ ସମ୍ପାଦକ ଭାବରେ ସେ ଅବସ୍ଥାପିତ କଲେ। ତାଙ୍କ ଆଜ୍ଞା ଶିବଧାର୍ଯ୍ୟ ମନେକରି ସେଇ ଦିନ ଠାରୁ ମୁଁ ପାଲା ଗାୟକ ପରିଷଦରେ ସଂଗଠନରେ ନିଜକୁ ଭର୍ତ୍ତି ହେଲି ଏବଂ ଏଇଟା ଏକାଧିକ୍ରମେ ଚାଲିଲା ଦୀର୍ଘ 42 ବର୍ଷ। ଏ 42 ବର୍ଷ ଭିତରେ ସମଗ୍ର ଓଡ଼ିଶା ମାନେ କେନ୍ଦୁଝର, ମୟୂରଭଞ୍ଜ, ଏପଟେ ସମ୍ବଲପୁର, ବରଗଡ଼, ଇଏ ସବୁ ଅଞ୍ଚଳକୁ ମଧ୍ୟ ମୁଁ ନିଜେ ଯାଇ ସେମାନଙ୍କୁ ସଭାରେ ଏକାଠି କରି ସେମାନଙ୍କୁ ପାଲା ସାହିତ୍ୟର ସମ୍ପର୍କରେ କିଛି ଉଦ୍ଭାଷଣ ଦେଇ ମୁଁ ସମସ୍ତଙ୍କୁ ଏକାଠି କଲି। ବର୍ତ୍ତମାନ ରାଜ୍ୟ ପାଲା ଗାୟକ ପରିଷଦର ସଭ୍ୟ ସଂଖ୍ୟା 3000ରୁ ଅଧିକ ଏବଂ କେବଳ ଗାୟକ। ଆପଣଙ୍କର ଏଇ କେତେଟା ଏମିତି ଆପଣଙ୍କର ଜୀବନ ଭିତରେ କେବେଠୁ ଆରମ୍ଭ କଲେ ଏବଂ କେତେ ମଞ୍ଚ ଆପଣଙ୍କର ପାଖାପାଖି ନଜର? ପାଲା ମଞ୍ଚ ମୁଁ ତ ଯେତେବେଳେ ଗୋପବନ୍ଧୁ ହାଇସ୍କୁଲ ବେଗୁନିଆ 1960 ମସିହାରୁ ଡକ୍ଟର ହରେକୃଷ୍ଣ ମହତାବଙ୍କର ଗୋଟେ ପ୍ରେସିଡେନ୍ସିଆଲ ପ୍ରାଇଜରେ ମୁଁ ମାନେ ଆଗ୍ରହୀ ହେଇ ମୁଁ ସେଇଠି ପାଲା ଆରମ୍ଭ କଲି ଏବଂ ସେଇ ଗୋପବନ୍ଧୁ ହାଇସ୍କୁଲ ବେଗୁନିଆରେ 2 ବର୍ଷ ଷ୍ଟାଫ ଆକାରରେ ଆମର ସେଇ ଛାତ୍ରମାନେ ସମସ୍ତେ ଆମେ କ୍ଲାସମେଟ୍ସ ଏକାଠି ହୋଇ ବିଭିନ୍ନ ସ୍ଥାନକୁ ପାଲା ପରିବେଷଣ କରିବାକୁ ଯାଉ ଏବଂ ଯୋଉ ପଇସା ପାଉ ପ୍ରଥମ ଜଳଖିଆ କରିବାକୁ ଖର୍ଚ୍ଚ କରିଦେଉ। କିନ୍ତୁ ସେ ତାପରେ ମନକୁ ଆସିଲା ଯେ ଆମେ ତ 11ଶ ଶ୍ରେଣୀ ପରେ ଆମେ ତ ସ୍କୁଲ ଛାଡ଼ି ଚାଲିଯିବା, ତେଣୁ ଏଠି ଆମେ କିଛି ଗୋଟେ ସଂକେତ ଦେଇଯାଇଥିବା, ତେଣୁ ଗୋଟେ ଖୋଳ ଆଉ 2 ହଳ ଝାଞ୍ଜ ଏତକ ଦେଇଯାଇଛୁ। ଯାହା ପରେ ପରେ ଆମ ପରେ ସେଇ ସ୍କୁଲରୁ ଶଙ୍କର ପଣ୍ଡା, ବନମାଳୀ ପଣ୍ଡା 2 ଜଣ ଯାକ ପୁଣି ପାଲା ଗାୟକ ହେଲେ। ତେଣୁ ସେଇଟାକୁ ମୁଁ ଆସି ଯେତେବେଳେ କଲେଜରେ ପଢିଲି, ଅର୍ଥାୟନକୁ ପଢିପାରିଲି, ଚାକିରି କରିବାକୁ ବାଧ୍ୟ ହେଲି। ଚାକିରି ସେତେବେଳେ ଖୁବ ଶସ୍ତାରେ ମିଳୁଥିଲା। ମୁଁ କୌଣସି ପ୍ରକାରର ଆଜିକାଲି ଯୁଗରେ ଯେମିତି ହଉଛି ସେମିତି କିଛି କହିନି। ମୁଁ ଗଲା ବେଳକୁ ଇଣ୍ଟରଭ୍ୟୁ ଦେବା ପାଇଁ ଇଣ୍ଟରଭ୍ୟୁ ଟାଇମ ସରିଯାଇଥାଏ, ତେଣୁ ବାଧ୍ୟ ହେଇକିରି ମୁଁ ସେଠି ଇଏ କଲି, ମାନେ ଚାକିରି କଲି ଏବଂ ଚାକିରିଟା ଗାଁ ସ୍କୁଲରେ ହେଲା ଶିକ୍ଷକତା। ଏଇ ଶିକ୍ଷକତା କଲେ ମତେ ପାଲା କରିବାକୁ ସୁବିଧା ହବ ବୋଲି ମୁଁ ଶିକ୍ଷକଟି ହେଲି। ଉତ୍କଳ ପାଲା ପରିଷଦର ସ୍ଥାୟୀ ଆଜୀବନ ଉପସଭାପତି। କଣ କହିବେ, ଏଇ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ପଣ୍ଡିତଙ୍କର ଯୋଉ ମହାପାତ୍ରଙ୍କର ଶ୍ରୀ ସୁଦର୍ଶନ ମହାପାତ୍ର ଜଣେ ବରିଷ୍ଠ ପାଲା ଗାୟକ।
ଦୀର୍ଘ 60 ବର୍ଷ ଅଧିକା ସେ ପାଲା କରି ଆସିଛନ୍ତି ଏବଂ ପାଲା ତ ଖାଲି କରୁନାହାନ୍ତି, ସେ ପାଲାରେ ବହୁତ ଶିକ୍ଷଣୀୟ ବିଷୟ ଗୁଡା ଉପସ୍ଥାପନ କରୁଛନ୍ତି ଏବଂ ପାଲା କୁ ଅନ୍ୟମାନେ ହୁଏତ ଭାବୁଥିବେ ଯେ ପେଟ ପୋଷିବା ପାଇଁ ଲୋକେ ପାଲା କରୁଛନ୍ତି, କିନ୍ତୁ ତାହା ଠିକ ନୁହେଁ। ସୁଦର୍ଶନ ବାବୁଙ୍କ କ୍ଷେତ୍ରରେ ଆମେ ଦେଖାଯାଇଛି ସେ ଏକ ମାନେ ଦୃଢ ସଂଗଠକ, ଜଣେ କବି, ଜଣେ ଭଲ ପାଲା ଗାୟକ ଏବଂ ପାଲାକାର ଯୋଉ ଆମର ଅଛି ପରିଷଦ ସମସ୍ତଙ୍କୁ ଏକତ୍ର କରିବା ପାଇଁ ତାଙ୍କର ଗୋଟେ ଭଲ ଆଭିମୁଖ୍ୟ ରହିଛି। ଏମିତି କୌଣସି ସଭା ସମିତି ନାହିଁ ବା ଏମିତି କୌଣସି ଆନୁଷ୍ଠାନିକ ବ୍ୟବସ୍ଥା ନାହିଁ ଯୋଉଠି ସୁଦର୍ଶନ ମହାପାତ୍ର ଅନୁପସ୍ଥିତ ଥିବେ। ତେଣୁ ତାଙ୍କୁ ଆମେ ଯୋଉ ସମ୍ମାନ ଦଉଛୁ, ମାନେ ଆମେ କହିବାକୁ ଚାହୁଁଛୁ ଯେ ଭାଇ ଅନ୍ୟମାନେ ଯୋଉମାନେ ଅଛ ସେଠୁ ସୁଦର୍ଶନ ବାବୁଙ୍କର କିଛି ଗୁଣ ଆପଣ ପାଖରେ ପ୍ରତିଭାତ ହେଉ। ଆଜି କେତେ ଜଣ ଯୋଗ ଦେଇଛନ୍ତି ଆଉ ଆପଣ ପାଲା ଗାୟକ ଭିତରେ କିଏ କିଏ ଆସିଛନ୍ତି, କେମିତି କଣ? ଆଜି ଆମେ ତ ପାଖାପାଖି 150 ଲୋକଙ୍କୁ ନିମନ୍ତ୍ରଣ କରିଛୁ, ସେଥିରୁ ବୋଧେ ପାଖାପାଖି 100 ଲୋକ ଆସି ପହଞ୍ଚିଛନ୍ତି। ଏଥିରେ ଗୋଟେ ଆଉ ଗୋଟେ ନୂଆ କଥା ଆମେ କରିଛୁ ଯେ ସୁଦର୍ଶନ ମହାପାତ୍ର ସବୁ ନୂଆ ନୂଆ କାମ କରନ୍ତି। ସମସ୍ତଙ୍କ ଜୟନ୍ତୀରେ ଏମିତି ବହି ଛପା ଯାଏ ନାହିଁ, ସେ ଗୋଟେ ଗୋଟେ ପାଲା କାବ୍ୟ ରଚନା କରନ୍ତି ଏବଂ ସେଗୁଡିକ ମାନେ ଏଇ ଯୋଉ ତାଙ୍କ ଜୟନ୍ତୀରେ ପ୍ରକାଶିତ ହୁଏ। ସେ ଏ ବର୍ଷ ସେ ଗୋଟେ ନୂଆ କାମ କଲେ। ଓଡିଶାରେ ଯେତେ ସବୁ ପାଲା ମଞ୍ଚ ଅଛି ସେ ପାଲା ମଞ୍ଚ ଭିତରୁ ଜଣେ ଗୋଟେ ନିର୍ଦ୍ଦିଷ୍ଟ ପାଲା ମଞ୍ଚକୁ ସେ ସମ୍ମାନିତ କରୁଛନ୍ତି ଏବଂ ଆ ଦ୍ୱାରା କଣ ହେଲା, ଅନ୍ୟ ଯୋଉଠି ଜୟନ୍ତୀ ପାଳନ କରାଯିବ ସେ କ୍ଷେତ୍ରରେ ଗୋଟେ ଗୋଟେ ପାଲା ମଞ୍ଚକୁ ସମ୍ବର୍ଦ୍ଧନା ଦିଆଯିବ। ତା ଦ୍ୱାରା କଣ ହବ, ମଞ୍ଚ ଗୁଡିକ ସମ୍ବର୍ଦ୍ଧିତ ହେଲେ ସେମାନଙ୍କର ପାଲା ପ୍ରତି ଆଗ୍ରହ ବଢିବ।